ଆଜି ଅଗରବତୀ ମେସିନ୍ର ଗିଅର ଅଏଲ୍ କେମିତି ଚେକ୍ କରିବା। ତ ଆମେ ଜାଣିବା କେମିତି ମେସିନ୍ରେ ଗିଅର ଅଏଲ୍ ଏଠି ଯେଉଁ ପଡ଼ୁଛି ତ ଠିକ୍ ଅଛି କି ନାହିଁ, ତ ଚେକ୍ କେମିତି କରିବା। ତ ଦେଖନ୍ତୁ ଏଇଟା ଗୋଟେ ନଟ୍ ଅଛି, ତ ଇଏ ହେଉଛି 13 ନମ୍ବର ନଟ୍ ଲାଗିଛି। ତ ମୁଁ ଏବେ ମୋର ଚେକ୍ କରୁଛି ଏଇଟା ଦେଇ ହଁ, ତ ତାକୁ ଭଲ ଭାବରେ ଡଷ୍ଟ ଫଷ୍ଟ କିଛି ନଥିବ ଯେମିତି ପୋଛି ଦେବା। ଟିକେ ପୋଛି ପୋଛା ଦେଲେ ଡଷ୍ଟ ଅଲଗା ଯେମିତି କିଛି ପଶିବନି, କାରଣ ଯେଉଁ ବନା ହେଉଛି ଏଇ ଡଷ୍ଟଟା ରହିଯାଉଛି। ତ ଆମେ କେମିତି ଚେକ୍ କରିବା, ମୁଁ ଏବେ କେମିତି କରୁଛି ଦେଖନ୍ତୁ। ଗୋଟେ କାଠିଟେ ୟାର ଅଛି, ଗେଜ୍ ପାଇଁ ଅଛି, ତ ସେଇଟା ମୋ ନାହିଁ ନା, ତ ମୁଁ କାଠିରେ ଏବେ କରିବି। ତ ଦେଖନ୍ତୁ ତେଲ ଅଛି, ତ ଏତିକି ମିନିମମ୍ ରହିବା କଥା, ଏତେ ନାହିଁ, ମାତ୍ର ଗୋଟେ ହାଫ୍ ଏଇ ଆଙ୍ଗୁଠିର ଏତିକି ମାତ୍ର ଅଛି, ଏଇ ଯାକେ ଅଛି। ତ ଦେଖନ୍ତୁ, ତ ଏଥିରେ ଗିଅର ଅଏଲ୍ ପଡ଼ିବ। ତ ମୁଁ ଏବେ ଗିଅର ଅଏଲ୍ ଏଇଭଳି ଗୋଟେ ଦରକାର, ତ ୟାକୁ ଆମେ ଜଏଣ୍ଟ କରିବାକୁ ପଡ଼ିବ। ହାଇ କରିଦିଅ। ଗୁଡ୍ ମର୍ଣ୍ଣିଂ। ତ ଅଏଲ୍ କିନ୍ ଏବେ କୋଉ ଭଳିଆ ରଖିଲେ ଠିକ୍ ହେବ, ତାକୁ ଟାଇଟ୍ କରିଦେବା। ତ ମାନେ ଇଏ ହେଇଯାଇଥିଲା, ତ ଏଇଥିରେ ମୁଁ ତ ଇଏ ହେଉଛି ଗିଅର ଅଏଲ୍। ଦେଖନ୍ତୁ ଗିଅର ଅଏଲ୍ ବହୁତ କମ୍ପାନୀ ଅଛି, ତ ଯୋଉଟା ଆପଣ ଆଣିପାରିବେ ଟିକେ ଭଲର ଦେଖି। ତ ଏଥିରେ ମୋବିଲ ବି ଦେବା ପାଇଁ ମୋର ଗୋଟେ କାମ ହେଇଯିବ, ଯୋଉ ମୁଁ ଡବାରେ ଦେଉଛି, ତ ସେଥିପାଇଁ ବୋଲି ଅଏଲ୍ କିନ୍ଟା ନିହାତି ଦରକାର। ଫୁଲ୍ ହେଇଗଲା, ତ ୟା ପରେ ମୁଁ ଏଇଟା ଲଗେଇବି। ବେଶୀ ଫୁଲ୍ କରିଦେଲେ ଟିକେ ଛାଡ଼ିକି କରିବାକୁ ପଡ଼ିଥାଏ, ଭଲ ହେଇଥାଏ। ତ ଏବେ ମୁଁ ଏଇଥିରେ ଗିଅର ଅଏଲ୍ ଦେଉଛି। ତ ଯାହା ଅଛି ସବୁ ଗିଅର ଅଏଲ୍ ଏଥିରେ ଦେଇଦେବାକୁ ପଡ଼ିବ। ତ ଏଇଟା ସୁବିଧା ନାହିଁ, ତାକୁ ଆକ୍ଚୁଆଲି ଯାହାହେଲେ ଗୋଟେ ପାଇପ୍ ଫାଇପ୍ ସରୁ ପାଇପ୍ରେ ଦେଲେ ଭଲ ହେଇଥାନ୍ତା। ତ ଏଇଟା ତଥାପି ବଢ଼ିଆ କାମ ଦେବ। ଆଉ ଗିଅର ଅଏଲ୍ ନଦେଲେ ଆବାଜ ବାହାରୁଛି ମୋର ବହୁତ ମେସିନ୍ର, ତ କମି ଯାଇଛି ବୋଲି ଆବାଜ ବାହାରୁଛି। ତ ପୁରା ଅଧା ସରିଯାଇଛି। ଖେଳିବୁ ଏଥିରେ, ଆହୁରି ବି ଅଛି, ଆଉ କେତିକି ରହିଲା ଦେଖି, ଆହୁରି ଅଛି ପଡ଼ିନି। ତ ଏଇଭଳି ଢାଳି ଦଉଛି, କାରଣ ଏଥିରେ ଟିକେ ଲେଟ୍ ହଉଛି ବହୁତ। ଏଇଟା ଅଏଲ୍ଟା ମୁଁ ଆଣିଥିଲି, ଅଏଲ୍ କିନ୍ଟା ଗୋଟେ ତେଲ ଫେଲ ଟିକେ ଦେବା ପାଇଁ। ତ ଏବେ ମୁଁ ଏଇଭଳିଆ ଢାଳୁଛି। ଢାଳିବାକୁ ପଡ଼ିବ। ଆଉ ୟାକୁ ଖୋଲିଥିଲେ ଶୀଘ୍ର ଢାଳି ହେଇଥାନ୍ତା, ତ ବହୁତ ଟିକେ ରିକ୍ସରେ ଢାଳିବାକୁ ପଡୁଛି, ଆଉ ବହୁତ ରିକ୍ସରେ ଆଉ। ତ ଟିକେ ଜଷ୍ଟ ପଡିବ ଏମିତିରେ, ଯଦି ଖିଲଣ ଫିଲଣ କଣ ଥିବ। ୟାର ଛୋଟିଆ ଖିଲଣ ଖୋଜିଲି ଯେ ମିଳିଲାନି, ସେଥିପାଇଁ ବୋଲି ଏଇଭଳିଆ ଢାଳିବାକୁ ପଡୁଛି ଆଉ। ତ ୟାକୁ ୟାର ନେଇ ଯାଉଛି, ତ ଯାଉନି, ତ ସେଥିପାଇଁ ଟିକେ ସ୍ଲୋରେ ଦେବାକୁ ପଡୁଛି ଆଉ, ନହେଲେ ତଳେ ପଡି ଯାଉଛି। ବେଶୀ ଫୁଲରେ ଅଧିକ ଢାଳି ଦେଲେ ୟାର ନେଇଯାଉଛି, ମାନେ ଆଉ ଯାଉନି। ଏଥିରେ ଫୁଲ ହବାର ଚାନ୍ସ ନାହିଁ। ଦେଖ ଏଇଭଳିଆ ୟାର ନେଇଯାଉଛି, ତ ଆମେ ୟାକୁ ଯୋଉତିକ ଅଛି ପାଖକୁ ଆଣୁ ଭାରି। ତ ଇଏ ସରିଗଲା ପୁରା, ଆଉ ଏଥିରେ ଟିକେ ଯୋଉ ଅଛି ପକେଇଦବା।
ସରିଲା। ଏବେ କଲ୍ କିଣିକି ରଖିଦେଉ। ସେରା ପଡ଼ିଛି, ଟିକେ ଅଏଲ୍ ଦେଇକିରି ତାକୁ ନଟ୍ଟାକୁ ଭଲ ଭାବରେ ନଟ୍ଟା ଟିକେ ପୋଛିଦେବା। ତ 1 ଲିଟର ପକେଇଛି, ତାପରେ କେମିତି କ'ଣ ଆବାଜ ଆସୁଛି ଦେଖିଲା ପରେ ଯାଇକି ଆଉ ଗୋଟେ ଆଣିବା। ତ ୟାକୁ ଭଲ ଭାବରେ ଟାଇଟ୍ କରିବାକୁ ପଡ଼ିବ, କାହିଁକି ନା ଡଷ୍ଟ ଫଷ୍ଟ ପଇବ। ତ ଏ ରହିଲା, ତ ପୋଛିଦେବା ଏରା ଯୋଉରା ପଡ଼ିଛି କନାରେ। ତ ଏବେ ମୁଁ ମେସିନ୍ ଚଲେଇକି ଖାଲି ସାଉଣ୍ଡଟା ଚେକ୍ କରିବି, କେମିତି ସାଉଣ୍ଡ ଆଗ ଅପେକ୍ଷା କେମିତି ଆସୁଛି। ତ ମସଲା ଆମର ଅଛି, ମାନେ ଇଏ ମସଲା ଅଛି। ତେଲ ତୁଲି ଲାଗିଛି ସବୁ ନା, ତାକୁ ନ ପୋଛି ଦେଲେ ହବନି। ପୁରୁଣା ଯୋଉ ଖୁଚୁରା ମସଲାଟା ଅଛି, ଯୋଉ ଶୁଖିଲା, ତ ଏଥିରେ ମୋବିଲ ଅଛି, ତ ମୋବିଲ ଆଉ ଦେବା। ତ ଏବେ ମୁଁ ଚଲେଇକି ଦେଖିବି। ତ ଦେଖନ୍ତୁ, ପୁରା ମସ୍ତ, ମାନେ ପୁରା ଏଇ ଯୋଉ ଆବାଜ ଆସୁଛି, ତ ଏତେ ହିଁ ଆବାଜ ଆହୁରି ଘର ଘର ଧର ଧର ଆବାଜ ସବୁ ଆସୁଥିଲା। ଏବେ ପୁରା ସ୍ମୁଥରେ ଆବାଜ ଆସିଲା। ଲାଇନ କଟିଗଲା। ତ ଆଉ 1 ଲିଟର ଯଦି ଦିଆହବ ତ ପୁରା ବଢିଆ ରହିବ। ତ ମୁଁ ଆଉ 1 ଲିଟର ଦେବି ଆଣିକି, ଏଇଟା 1 ଲିଟର ଦେଇଦେଇଛି। ତ ତାପରେ ମେସିନ୍ ଚଲେଇଲି, ଏବେ ଟିକେ ରେଷ୍ଟ ଦେଇକି ଚେକ୍ କରିବି କେତେ ବଢୁଛି। ତ ଏବେ ତ ଲାଇନ କଟିଛି, ଆଉ କିଛି କରିହବନି। ତ ଏବେ ମୁଁ ଚେକ୍ କରୁଛି, ଦେଖିଆ କେତେ ରହିଛି। ଯେତିକି ଥିଲା ତାଠୁ ଅଧିକ ଟିକେ ନିହାତି ଥିବ, କାରଣ 1 ଲିଟର ପଡିଛି ମୋ ଗିଅର ଅଏଲ୍। ତ ଆଉ 1 ଲିଟର ଖାଇବ ଗିଅର ଅଏଲ୍। ଦେଖନ୍ତୁ କେତେ ବଢିଲା, ମାତ୍ର ଏତିକି ଥିଲା, ଏଇ ଯାକେ ବଢିଛି। ଏଥର ପୋଛିକି ଆଉ 1 ଲିଟର ହେଲେ ଫୁଲ୍, ମାନେ ତାର ଠିକ୍ ଠାକ୍ କଣ୍ଟାରେ ରହିବ। ତ ଗିଅର ଅଏଲ୍ ଯଦି କମିଗଲା ତ ବହୁତ ପ୍ରୋବ୍ଲେମ୍ ହବ, ଯୋଉଟାକି ଗିଅର ବକ୍ସ ପ୍ରୋବ୍ଲେମ୍ ହବ। ଗିଅର ବକ୍ସ ବି ଭାଙ୍ଗିବାର ଚାନ୍ସ ବି ଅଛି। ତ ସବୁବେଳେ ଚେକ୍ କରିବେ। ଆଉ ଗିଅର ଅଏଲ୍ ରହିଲେ ସାଉଣ୍ଡ କମ୍, ମାନେ ସ୍ମୁଥ୍ ସାଉଣ୍ଡ ବାହାରିବ, ଆଉ ଆବାଜ ବେଶୀ ଆସିବନି, ନହେଲେ ଧର ଧର ଆବାଜ ଆସିବ। ତ ମୁଁ ଏବେ ବହୁତ ଦିନ ହେଇଗଲା କରିନି, 4-5 ବର୍ଷ ହେଇଯିବ ମୁଁ କରିନି। ତ ଆଜି ତଥାପି ଆଉ 1 ଲିଟର ଆଣିକି ପକେଇଦେବି। ତ ଇଏ ଠିକ୍ ହେଇଗଲା। ତ ଭିଡ଼ିଓ ଯଦି ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ। ଆଉ ମୋ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ ନିହାତି କରିବେ। ରହିଲି, ଜୟ ଜଗନ୍ନାଥ।